ଯାଜପୁର ଜିଲ୍ଲା ପଡିଛଣା ବ୍ଲକ ଅଧୀନ ଉଦୟଗିରି ହୀରକ ତ୍ରିଭୁଜ ଠାରେ ବୌଦ୍ଧ ଧର୍ମ ଗୁରୁ ଶ୍ରୀ ପଦ୍ମ ସମ୍ଭବ ଆନ୍ତର୍ଜାତୀୟ ବୌଦ୍ଧ ଧର୍ମ ସମ୍ମିଳନୀ ଚଳିତ ମାସ ଆସନ୍ତା 12 ତାରିଖ ଠାରୁ ଆରମ୍ଭ ହେବାକୁ ଯାଉଛି। ଏହି ସମ୍ମିଳନୀ 5 ଦିନ ବ୍ୟାପୀ ଅନୁଷ୍ଠିତ ହୋଇଥିବା ବେଳେ ମଧ୍ୟପ୍ରାଚ୍ୟ ଏସିଆରୁ 17ଗୋଟି ଦେଶର 1200ରୁ ଊର୍ଦ୍ଧ୍ୱ ବୌଦ୍ଧ ସନ୍ନ୍ୟାସୀ ଓ ସନ୍ଥମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମକୁ ରାଜ୍ୟ ସରକାରଙ୍କ କଳା ସଂସ୍କୃତି ସାହିତ୍ୟ ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜନ କରାଯାଇଥିବା ସୂଚନା ଦେଇଛନ୍ତି ଆନ୍ତର୍ଜାତୀୟ ବୌଦ୍ଧ ଧର୍ମ ଫାଉଣ୍ଡେସନର ଓଡ଼ିଶା ରାଜ୍ୟ ସଂଯୋଜକ ପ୍ରକାଶ ଚନ୍ଦ୍ର ନାୟକ। ଚଳିତ ମାସ 12 ରୁ 16 ହୀରକ ତ୍ରିଭୁଜ ରତ୍ନଗିରି ଲଳିତଗିରି ଉଦୟଗିରିରେ ଆମର ପ୍ରଥମ ଗୁରୁ ପଦ୍ମ ସମ୍ଭବ ପ୍ରାର୍ଥନା ସମାରୋହ ଆରମ୍ଭ ହେବାକୁ ଯାଉଛି। ଏଇଟା ଆଗରୁ ଅନ୍ୟ ଆଡ଼େ ହେଉଥିଲା, ଯେମିତିକି ବୋଧଗୟା ସାରନାଥ ଅନ୍ୟ ଆଡ଼େ ହେଉଥିଲା, କିନ୍ତୁ ଯେହେତୁ ଗୁରୁ ପଦ୍ମ ସମ୍ଭବଙ୍କର ଜାଗା ଏଇଠି ସେ ଶିକ୍ଷା ପାଇଥିଲେ ଏବଂ ଏଇଠି ତାଙ୍କର ମହାପ୍ରାଣ ହେଇଥିଲା, ତେଣୁ ଏଇଠୁ ପ୍ରଥମ ଥର ପାଇଁ ଆରମ୍ଭ ହେଉଛି। ବିଶ୍ୱ ମହାମାରୀ ପରେ ଯେତେବେଳେ ପୁଣି ସାରା ବିଶ୍ୱରେ ପୁଣି ଚଳପ୍ରଚଳ ଆରମ୍ଭ ହେଲା ଏବଂ ବହୁତ ଦିନରୁ ଆକାଂକ୍ଷା ଥିଲା କି ଏଇଠୁ ଆରମ୍ଭ ହେବ ଏବଂ ସେଇଟା ହେଉଛି। ଏଥିରେ 17ଟି ଦେଶରୁ ପ୍ରତିନିଧି ମାନେ ଆସିବେ, ବିଶେଷ କରି ବୌଦ୍ଧ ଭିକ୍ଷୁ ବୌଦ୍ଧ ସନ୍ନ୍ୟାସୀ ମାନେ ଆସିବେ। ତା ଛଡ଼ା ଭାରତର ବିଭିନ୍ନ ପ୍ରାନ୍ତରୁ, ଯେମିତିକି ହିମାଳୟ ଅଞ୍ଚଳ ଏବଂ ମଧ୍ୟ ଭାରତ, ପଶ୍ଚିମ ଭାରତ, ଦକ୍ଷିଣ ଭାରତ ଏବଂ ଉତ୍ତର ପୂର୍ବ ଭାରତ ଏବଂ ଓଡ଼ିଶାର ବିକ୍ଷିପ୍ତ ଭାବରେ ଥିବା ବୁଦ୍ଧଙ୍କର ଯେଉଁ ଅନୁଗାମୀ ମାନେ ଅଛନ୍ତି, ଯେମିତିକି ମାଣିଆବନ, ନୂଆପାଟଣା, ରଗଡ଼ି ଏବଂ ଚନ୍ଦ୍ରଗିରି, এই ଅଞ୍ଚଳରୁ ସବୁ ଆସୁଛନ୍ତି। ଏଇଟା ପ୍ରଥମ ଥର ପାଇଁ ସମସ୍ତଙ୍କୁ ଏକାଠି କରାଯାଉଛି ଏବଂ ତାଙ୍କରି ମାଧ୍ୟମରେ ଏବଂ ସାରା ବିଶ୍ୱ ଲାଗି ଆମେ ଏଠି ପ୍ରାର୍ଥନା ସମାରୋହ କରୁଛୁ। এইটা ଥିଲା ମୂଳ ଲକ୍ଷ୍ୟ କି ବିଶ୍ୱର ଶାନ୍ତି ଲାଗି ଏଇଠି ପ୍ରାର୍ଥନା ସଭା ଆରମ୍ଭ କରାଯାଉଛି। ଏ ସଭା 5 ଦିନ ଧରି ଚାଲିବ। ଆସନ୍ତା ବର୍ଷ ଏଇଟା 10 ଦିନ ଧରି ଚାଲିବ ଏବଂ ଅଧିକରୁ ଅଧିକ ଲୋକ सारा विश्व आसिक ये सिर्फ उदयगिरी में ही नहीं, हम रत्नागिरी भी हैं और ललितगिरी भी जाते हैं। तो ये इन 5 दिनों में मॉर्निंग से इवनिंग सुबह 8 बजे से लेकर शाम के 5 बजे तक ये पठन का कार्य होगा। और हम जितने भी बौद्ध श्रद्धालु आ रहे हैं और बौद्ध भिक्षु आ रहे हैं, उनका रहना और सारा अरेंजमेंट हम लोग उनके लिए कर रहे हैं यहाँ पे। जो वो लोग उदयगिरी में भी रहेंगे, रत्नागिरी में रहेंगे। जो उड़ीसा गवर्नमेंट का जो OTPC जो प्रॉपर्टी है, हमने यहीं पे अरेंज किया है। और उतना तो सफिशिएंट मतलब ये नहीं है बेसिस स्ट्रक्चर, तो हम लोगों ने कुछ टेंट का भी प्रावधान किया है कि जो लोग आएंगे वो टेंट में भी रहेंगे। वो मुख्य है हमारा विश्व शांति के लिए प्रार्थना करना, उस उद्देश्य से हमने सेरेमनी का आयोजन किया। ये 5 दिन चलेगा। जनवरी 12 से शुरू होगा, जनवरी 16 को समाप्त होगा। मैं डॉक्टर हरिश्चंद्र कृषि, ऐतिहासिक बौद्ध व्यवसाय। देखु यहाँ बड़ आम सौभाग्यर कथा एवं एटा गर्व गौरवर वार्ता को बहन करुँच। कारण पद्म संभव होती आमर ओडिशा कहीं निर्दिष्ट भाव देखा गले बिरजा भूमि जाजपुर माटीर भूमिपुत्र एवं जे कि जहाँकर महिमा समग्र भारत वर्ष कहीं समग्र विश्व को विस्तारित होता। आज को प्रायतः 1500 वर्ष पूर्वे 1500 वर्ष पूर्वे से माटी जन्म होते बिरजा भूमि माटी जाजपुर माटी जन्म होते। से जड़े महामहिम बौद्ध गुरु तंत्र गुरु बौद्ध तंत्र गुरु विशिष्ट गवेषक थे एवं से ओडिशार राजा तत्कालीन उडियान राजा इंद्रवती पालित पुत्र थे। कहीं ट्रेडिशन कहूँ इंद्रवती थे ओडिशार उडियान सम्राट थे। से अंध थे, बड़ दुखी थे एवं साम्राज्य रे हठात माड़ी आसा कला बादल कि दुर्भिक्ष महामारी बहु राजा बहुत माने राज्यर बहुत प्रजा माने
ଛିନ୍ଛତ୍ରରେ ଦେହାନ୍ତ ହେଇଗଲେ, ରୋଗରେ ପ୍ରାଣ ହରାଇଲେ ଏବଂ ଇନ୍ଦ୍ରଭୂତି ହତୋତ୍ସାହ ହେଇ ପ୍ରଭୁଙ୍କୁ ଆରାଧନା କଲେ ତଥାଗତ ବୁଦ୍ଧଙ୍କୁ ଏବଂ ତାଙ୍କ ସହିତ ବହୁ ତାଙ୍କ ପ୍ରଜା ବର୍ଗମାନେ ସବୁ ମିଶି ସେମାନେ ପ୍ରଭୁଙ୍କୁ ଡାକିଲେ ଏବଂ ବହୁତ ଦାନ ଧ୍ୟାନ କଲେ, ଯାହାଫଳରେ ନିଜେ ବୁଦ୍ଧ ସ୍ୱୟଂ ଅବତାର ରୂପରେ ସେଇ ଅଗ୍ନିରେ ଦେଖାଦେଲେ। ଯେଉଁ ଘୃତାଗ୍ନି ହେଇଥିଲା, ଘୃତାଗ୍ନି ଦିଆଯାଇଥିଲା, ତା ଭିତରେ ପଦ୍ମଫୁଲ ଉପରେ ବସି, କମଳ ଉପରେ ବସି ଏକ ଅଦ୍ଭୁତ ରୂପରେ ଦେଖାଦେଲେ। ସେଇଠୁ ତାଙ୍କ ନାଁ ହେଲା ପଦ୍ମସମ୍ଭବ, ଯେହେତୁ ସେ କମଳ ଉପରେ ବସି ପ୍ରଜାମାନଙ୍କୁ ତଥା ରାଜାଙ୍କୁ ଇନ୍ଦ୍ରଭୂତିଙ୍କୁ ଦର୍ଶନ ଦେଇଥିଲେ ଏବଂ ତାଙ୍କର ଆଖି ଖୋଲି ଯାଇଥିଲା, ନୂତନ ଚକ୍ଷୁ ପ୍ରାପ୍ତ ହେଇଥିଲେ, ତାଙ୍କର ସମସ୍ତ ରୋଗ ମଧ୍ୟ ଭଲ ହେଇଥିଲା। ପ୍ରଜାମାନେ ଦେଖି ଆଶ୍ଚର୍ଯ୍ୟ ହେଇଥିଲେ ଏବଂ ତାଙ୍କୁ ଦେଖାଦେଲା ଫଳରେ ସେଇଦିନ ଠାରୁ ତାଙ୍କର ରାଜ୍ୟରୁ ଦୁଃଖ ଦୁର୍ଦ୍ଦଶା ଦୂର ହେଇଥିଲା ଏବଂ ପଦ୍ମସମ୍ଭବ ପାଳିତ ପୁତ୍ର ଭାବରେ, ଇନ୍ଦ୍ରଭୂତି ତାଙ୍କ ପାଳିତ ପୁତ୍ର ଭାବରେ ଗ୍ରହଣ କଲେ। ଦୁଃଖର କଥା ଯେ ଯଦିଓ ସେ ପାଳିତ ପୁତ୍ର ହେଇଥିଲେ, ସେଇ ବାଲ୍ୟକାଳ ଭିତରେ କିନି ସେ ବହୁତ ମାନେ କୌତୂହଳବଶତଃ କେତେକ ପ୍ରଜାମାନଙ୍କୁ ମାନେ ମାରି ଦେଇଥିଲେ ବୋଲି କହୁଛି, ମାନେ ଆମର ଲୋକ କଥା, ପୁରାଣ କଥା କିମ୍ବଦନ୍ତୀ କହୁଛି। ଯାହାଫଳରେ ଇନ୍ଦ୍ରଭୂତି ତାଙ୍କୁ ତେଜ୍ୟପୁତ୍ର କରିଥିଲେ। କରିବା ଫଳରେ ପଦ୍ମସମ୍ଭବ ଦେଶାନ୍ତ ହେଇଥିଲେ, ଓଡିଆନରୁ ବିଦା ହେଇଥିଲେ, ଯାଇ ଶେଷରେ ସେ ବୁଲିଥିଲେ। ବୁଲିବା ଆର୍ଯ୍ୟଥର ଭ୍ରମଣ କରିବା ପରେ ଠିକ ଓଡିଆନର ପାଖାପାଖି ଅଞ୍ଚଳରେ ଥିଲା ଯେ କି ଜହର ଯୋଉଟା କହୁଥିଲେ, ଓଡିଆନଟା ହଉଛି ଓଡ଼ିଶା ଏବଂ ତାର କେନ୍ଦ୍ର ହଉଛି ପ୍ରକୃତି ଦେଖିବାକୁ ଯାଜପୁର। ପୂର୍ବେ ଓଡିଆନକୁ ଯାଜପୁର କୁହାଯାଉଥିଲା। ଯାଜପୁର ଥିଲା ଓଡିଆନ ପୀଠ, ବିରଜା, ଯୋଉଟା ବିରଜା ସେଇଟା ଥିଲା ଓଡିଆନ। କାହିଁକିନା ତନ୍ତ୍ର ଚୂଡ଼ାମଣିରେ ଲେଖା ହେଇଛି ଯେ ଓଡିଆନ ପରାପୀଠ ତତ୍ର ବୈତରଣୀ ନଦୀ ତତ୍ର ଭୂମି ମହାକୌଳମ ଯାବତ୍ ବିରଜା ମଣ୍ଡଳ, ଯାବତ୍ ତତ୍ର ଭୂମି ମହାକୌଳ ଯାବତ୍ ମହେନ୍ଦ୍ର ପର୍ବତ। ତେଣୁ ବିରଜା ଭୂମି ଯାଜପୁର ହଉଛି ଓଡିଆନ ଏବଂ ତାର ପୀଠ ହଉଛି, ହେଡକ୍ୱାର୍ଟର ହଉଛି ବିରଜା, ପଞ୍ଚକୋଶୀ। ତା ପରିବେଷ୍ଟନ ଭିତରେ ଉଦୟଗିରି ଅଛି, ରତ୍ନଗିରି ଅଛି, ଲାଙ୍ଗୁଡି ଅଛି, ଲଳିତଗିରି ଅଛି। ଏ ସମସ୍ତ ଅସିଆ ପର୍ବତମାଳା ମଧ୍ୟରେ ରହିଛନ୍ତି, ଯୋଉଟାକି ଓଡିଆନଗିରି କୁହାଯାଏ। ତାକୁ ଓଡିଆନଗିରି କୁହାଯାଉଥିଲା, ଉଦୟଗିରିକୁ ଓଡିଆନଗିରି କୁହାଯାଉଥିଲା। ଓଡିଆନ ହଉଛି ଉଦୟଗିରି ହଉଛି ଓଡିଆନର ଅପଭ୍ରଂଶ। ତେଣୁ ସେଇ ପୀଠରେ ଇନ୍ଦ୍ରଭୂତି ସିଦ୍ଧି ଲାଭ କରିଥିଲେ ଉଦୟଗିରି ଠାରେ ଏବଂ ସେଠି ସେ ଜ୍ଞାନ ସିଦ୍ଧି ରଚନା କରିଥିଲେ। ସେଠି ଯାଇ ତାଙ୍କର ଅଲୌକିକ ଶକ୍ତି ଦେଖି ସିଏ ଭାଗାବନ ଚାରିଆଡେ ବୁଲୁଥିଲେ। ସମସ୍ତେ କହିଲେ ୟାକୁ କିଏ ଝିଅ ଦେବୀ ସ୍ୱୟଂବର ହେଇଥିଲା। ସେ ସ୍ୱୟଂବରରେ ପ୍ରବେଶ କଲା ଫଳରେ ତାଙ୍କର ଅଦ୍ଭୁତ ରୂପରୁ ଏକ ଅଦ୍ଭୁତ ଅଲୌକିକ ଆଧ୍ୟାତ୍ମିକ ଛଟା ଦେଖିଲା ଫଳରେ ନିଜେ ବନ୍ଦାର କୁମାର ଦେବୀ ଜହର ରାଜର କନ୍ୟା ତାଙ୍କୁ ବର୍ଣ୍ଣମାଳା ଦେଇଥିଲେ ଏବଂ ସେଠି ବିବାହ କରିଥିଲେ। ତାପରେ ତାଙ୍କର ଭାଗ୍ୟ ଉଦୟ ହେଇଥିଲା। ଠିକ ତା ପାଖରେ କିନ୍ତୁ ଆଉ ଗୋଟେ ରାଜ୍ୟ ଥିଲା ଜହର ପାଖାପାଖି ସମ୍ବଲ ହଉଛି ଯାଜପୁର, ପ୍ରପର ଯାଜପୁର, ଯୋଉ ସମ୍ବଲ ନଗରୀ କୁହାହଉଛି ଯାଜପୁର। ଏପଟରେ ଆମର ଦଶରଥପୁର, ଯାଜପୁର ନିର୍ବାଚନ ମଣ୍ଡଳୀ ଏବଂ ତା ଭିତରେ ଆସୁଛି ଉଦୟଗିରି, ରତ୍ନଗିରି, ଲଳିତଗିରି, ଲାଙ୍ଗୁଡି, ଏ ସମସ୍ତ ଅଞ୍ଚଳ ଆସୁଛି। ଇଏ ଥିଲା ଯାହା କୁହାଯାଏ ସମ୍ବଲ। ଗୋଟେ ଲଙ୍କା ଥିଲା, ଲଙ୍କା ଅଞ୍ଚଳ ଥିଲା 3ଟା ନଗରୀ। ଲଙ୍କାଟା ହଉଛି ବରୀ ନିର୍ବାଚନ ମଣ୍ଡଳୀ, ଲଙ୍କା ପାଠ କହୁଛି, ଲଙ୍କା ପାଠ ଅଛି ଏବଂ ଲଙ୍କା ଢିଅ ବି ଅଛି, ଲଙ୍କା ରାଗ କହୁଛନ୍ତି। ଯୋଉ ଅଞ୍ଚଳ ବୋଧୁଅ ଏରଡା ଅଞ୍ଚଳ ଲଙ୍କା କୁହାଉଛି, କାରଣ ନଦ ନଦୀ ଚାରିଆଡେ ନଈ ନାଳ ଭର୍ତ୍ତି ହେଇଛି ଏବଂ ଯୋଉ ଆଇଲାଣ୍ଡ ରହିଛି ସେ ଆଇଲାଣ୍ଡରେ ବୌଦ୍ଧ ଧର୍ମର ପ୍ରଚଣ୍ଡ ବାତ୍ୟା ହୋଇଥିଲା। ମାନେ ଏକାଧିକ ବୌଦ୍ଧ ପୀଠ ଆବିଷ୍କୃତ ହେଇଛି ସେ ଜାଗାରେ, ମୁଁ ନିଜେ କରିଛି। ପ୍ରାୟ 15-20ରୁ ବୌଦ୍ଧ ପୀଠ ସେ ଜାଗାରେ ଅଛି। କପିଳା, ଏରଡା, ତରାଙ୍ଗ ଏଇସବୁ ଅଞ୍ଚଳ ଗୁଡାକରେ ବୌଦ୍ଧ ପୀଠ ଭର୍ତ୍ତି ହେଇଛି। ସବୁ ଜରି, ମଧୁବନ, ବିଞ୍ଝାରପୁର, ସେପଟରେ ଯାଜପୁର, ଏସବୁ ଆମର ଯୋଉଟାକୁ କୁହାଯାଉଛି ବରୀ ଏଇ ପାଖାପାଖି ଅଞ୍ଚଳରେ ସବୁ ବହୁ ଜାଗାରେ ମାନେ ବୌଦ୍ଧ ପୀଠ ମାଟିରେ ପୋତି ହେଇଛି। ସ୍ପଷ୍ଟ ପଏଣ୍ଟ ହଉଛି ଏଇ ଯୋଉ ନଦୀ ଅଞ୍ଚଳ ଆଇଲାଣ୍ଡ ଦ୍ୱୀପକୁ ଲଙ୍କା କୁହାଯାଉଥିଲା। ତା ପାଖାପାଖି ଅଞ୍ଚଳ ସମୁଦ୍ର ଉପକୂଳବର୍ତ୍ତୀ ପୂର୍ବ ଅଞ୍ଚଳକୁ ଯୋଉଟା ହଉଛି ଗୋବିନ୍ଦପୁର, ତାପରେ ହଉଛି ସିଙ୍ଗିପୁର, ସେ ଅଞ୍ଚଳଟାକୁ ସେ କୁହାଯାଉଥିଲା ଜରି, ମଧୁବନ, କପିଳା ଏ ଅଞ୍ଚଳଟାକୁ କୁହାଯାଉଥିଲା ଆପଣ ଜହର ରାଜ୍ୟ ଏବଂ ଲଙ୍କାଟାକୁ ବରୀ ନିର୍ବାଚନ ମଣ୍ଡଳୀ। ସେପଟରେ ତମର ଏ ସମସ୍ତ ବରୀ ଅଞ୍ଚଳ
ନଦନ ଦିଘାର ଅଞ୍ଚଳକୁ କୁହାଯାଉଥିଲା ଲଙ୍କା ଲଙ୍କା ଅଞ୍ଚଳ ଲଙ୍କା କୁହାଯାଉଥିଲା ଏବଂ ଜହର ରାଜ୍ୟ ସମ୍ବଲ ଥିଲା ଯାଜପୁର ଯୋଉଟା ବିରଜାଙ୍କୁ ମଧୁଚକ୍ର ଉପରେ ଘେରିଥିବା ରତ୍ନଗିରି ଲଳିତଗିରି ଉଦୟଗିରି ଏସବୁ ଅଞ୍ଚଳକୁ ଲାଗୁଡ଼ି ଏ ସମସ୍ତ ଧର୍ମଶାଳା ଏଇସବୁ ଅଞ୍ଚଳ ଗୁଡ଼ା ସବୁ ଥିଲା ସମ୍ବଲ ନଗର ଭିତରେ। କାହିଁକିନା ଏ ସମ୍ବଲ ହେଉଛି ରାଜା ଇନ୍ଦ୍ରଭୂତିଙ୍କର ରାଜା ଥିଲା ରାଜ୍ୟ ଥିଲା। କାହିଁକି ନା ଦଳେ କହୁଛନ୍ତି ସମ୍ବଲକୁ ସମ୍ବଲପୁର କହୁଛନ୍ତି, ଏଟା ଭୁଲ କଥା। ସମ୍ବଲପୁରଟା ଏବେ ହେଇଛି। ସାହି ରାଜବଂଶ ଯେତେବେଳେ ଆସିଲେ ସୁରେନ୍ଦ୍ର ସାହି ବଂଶ ରାଜବଂଶ ସେମାନେ 16 ଶତାବ୍ଦୀରେ ସମ୍ବଲପୁର ଗଲେ, କିନ୍ତୁ ସେ ସମ୍ବଲପୁର ତାର ନାଁ ନଥିଲା, କୋଶଳ ଥିଲା। ଯେତେବେଳେ ହୁଏନ ସାକା ଆସିଥିଲେ 7ମ ଶତାବ୍ଦୀରେ ଅସମବେଳେ ସେଟା କୋଶଳ ରାଜ୍ୟ ଥିଲା। ତ ସେଇଟାକୁ ଯଦି ଆମେ କହିବା ସମ୍ବଲପୁର ଯଦି କହିବା ସମ୍ବଲ, ଏଟା ଭୁଲ କଥା, ଏଟା ହେଇପାରିବନି, କାରଣ ଏଟା ଅନୁମାନ ମନ ଗଢ଼ା କଥା। କିନ୍ତୁ ସମ୍ବଲ ହେଉଛି ଆପଣ ପ୍ରଣା ପାଇବେ ଅଚ୍ୟୁତାନନ୍ଦ ଦାସ ତାଙ୍କର ଯୋଉ ଲେଖିଥିଲେ କଳିକାଳ ମାଳିକା, ସେ ଲେଖିଛନ୍ତି କ୍ଷୀର ସିନ୍ଧୁ ଦକ୍ଷିଣ ଯେ ବିରଜା ମଣ୍ଡଳ ଖ୍ୟାତଶ୍ରୀ କମଳପୁର ନାମ ଯେ ସମଳ। କମଳପୁର ଗୋଟେ ଜାଗା ଅଛି, ସେ କମଳପୁରଟା ହେଉଛି ସେଇ ଜାଗାରେ ଇନ୍ଦ୍ର ଯଜ୍ଞ କରିଥିଲେ ଏବଂ ପ୍ରଜାମାନେ ଆକୁଳ ଡାକିଥିଲେ। ସେଇ ନିକଟରେ ସେ କମଳପୁର ପାଖରେ ନିଜେ ପଦ୍ମ ସମ୍ଭବ ଦର୍ଶନ ଦେଇଥିଲେ ଅଗ୍ନି ଆହୁତିରେ ଦେଖାଇ ଦେଇଥିଲେ ଏବଂ ପଦ୍ମ ଫୁଲ ଉପରେ ବସିଥିଲେ। ସେ କମଳପୁର ହେଉଛି ସେ ପଦ୍ମପୁର ଯାହାକୁ ଅଛି, ପଦ୍ମ ସମ୍ଭବଙ୍କର ନାଁକୁ ବହନ କରିଥିବାରୁ ସେଇଟା ହେଉଛି କମଳପୁର ବା ପଦ୍ମପୁର। ଏଇଠି କମଳପୁର ଠାରେ ନିଜେ ପଦ୍ମ ସମ୍ଭବ ଆବିର୍ଭୂତ ହୋଇଥିଲେ ଏବଂ ଯୋଉଟା ଯଜ୍ଞ କରାଯାଇଥିଲା, ଅଫରିଂ ସବୁ ଦିଆଯାଇଥିଲା, ଦାନ କରାଯାଇଥିଲା। ତା ଫଳରେ ନିଜେ ବୁଦ୍ଧଙ୍କର ଅବତାର ରୂପରେ କିଏ ମାନେ ଜନ୍ମ ନେଇଥିଲେ କିଏ ସେ ପଦ୍ମ ସମ୍ଭବ। ଏଇ ଜାଗା ହେଉଛି ପଦ୍ମ ସମ୍ଭବ। ତେଣୁ ସେଇ ହିସାବରେ ଏଇ ଜାଗାରେ ସେ ଜନ୍ମ ହୋଇଥିଲେ ଏବଂ ବିବାହ କଲେ ଜହର ରାଜ୍ୟ ଯୋଉଟାକୁ ଜରି କୁହାଯାଉଛି ବିଞ୍ଝାରପୁର ଅଞ୍ଚଳ ନିର୍ବାଚନ ମଣ୍ଡଳୀ ଅଞ୍ଚଳର ଏବଂ ସେଟା ସମୁଦ୍ର ତଟବର୍ତ୍ତୀ। ସେଇ ଜାଗାରେ ବିବାହ କରିଥିଲେ କୁମାର ଦେବୀ ମନ୍ଦାରାବାଙ୍କୁ। ବିବାହ କରିସାରିଲା ପରେ ତାଙ୍କର ଭାଗ୍ୟବୋଧ ହେଲା, ସେଠୁ ସେ ଆସି ପିତାଙ୍କର ଆଦେଶରେ ପିତା ତାଙ୍କୁ ଗ୍ରହଣ କଲେ, ପୁନର୍ବାର ଗ୍ରହଣ କଲେ, ରାଜ୍ୟ ଦାନ କଲେ। ସେ ଆସି ତାଙ୍କ ମନ୍ଦାରମା ସଂଘ ସହିତ ମିଶି ଉଦୟଗିରିରେ ଲେଖାଯାଇଛି ବିରଜା ନିକଟରେ ସେ ମାନେ କ'ଣ କରିଥିଲେ, ମାନେ ଯୋଗ ସାଧନ କରିଥିଲେ। କୋଉ ଯୋଗ ନା ତନ୍ତ୍ର ଯୋଗ, ଯୋଉଟା ହେଉଛି ବଜ୍ରଯାନ ମହାଯୋଗ। ଯୋଉ ଇନ୍ଦ୍ରଭୂତି ଯୋଉ ସାଧନା କରିଥିଲେ ପିତାଙ୍କର ସାଧନାକୁ ସେ ପାଥେୟ କରି ସେଇ ଜାଗାରେ ବଜ୍ର ଯୋଗିନୀ ସାଧନା ବା ବଜ୍ରଯାନ ଯୋଗ ମହାଯୋଗରେ ସେ ଲାଭ କରିଥିଲେ ଗୁହାଚାର ଯୋଗ, ଯାହାକୁ କୁହାଯାଏ ବଜ୍ରଯାନ ଯୋଗ। କେଉଁଠାରେ ନା ଉଦୟଗିରି ଠାରେ, ଯୋଉଟା ଉଦୟଗିରିଟା ହେଉଛି ବିରଜା ପଞ୍ଚକୋଶୀ ମଧ୍ୟରେ ଏକ ପ୍ରଧାନ କ୍ଷେତ୍ର। ବିରଜା ମଣ୍ଡଳ ହେଉଛି ପଞ୍ଚକୋଶୀ ବିରଜା କ୍ଷେତ୍ର। ପଞ୍ଚକୋଶୀ ଭିତରେ ଉଦୟଗିରି ରତ୍ନଗିରି ଉଦୟଗିରି ଥାନା ହେଡକ୍ୱାର୍ଟର ବା ପ୍ରାଣପିଣ୍ଡ ହୃତ୍ପିଣ୍ଡ ଥିଲା। ସେଇ ଜାଗାରେ ସେ ସିଦ୍ଧି ଲାଭ କରି ପଞ୍ଚଧାନୀ ବୁଦ୍ଧଙ୍କୁ ଦର୍ଶନ କରିଥିଲେ। ଇନ୍ଦ୍ରଭୂତିଙ୍କ ଭଳି ଦର୍ଶନ କରି ସାରିଲା ପରେ ତାଙ୍କ ଜ୍ଞାନ ଉଦୟ ହେଲା ଏବଂ ସେଇଠାରୁ ସେ ନିଜେ ତାଙ୍କର ସହଧର୍ମୀ ମାନେ କିଏ ସେ ବିରଜା ଯୋଗୀ ଥିଲେ, ମହାଯୋଗୀ ଥିଲେ, ମୃତ୍ୟୁଞ୍ଜୟ ସାଧକ ଥିଲେ, ଯୋଗୀ ଥିଲେ। ତାଙ୍କୁ କୁହାହଉଥିଲା ଦ୍ୱିତୀୟ ବୁଦ୍ଧ ପଦ୍ମ ସମ୍ଭବ। ଆଜି ଯଦିଓ ସେ ଚାଲି ଯାଇଛନ୍ତି, ତାଙ୍କ ଅମରାତ୍ମା ରହିଛି, ସେ କେହି ମରିନାହାନ୍ତି, ସେ ଅମର ହେଇ ରହିଛନ୍ତି। କାରଣ ସେ ଯୋଉ ମହାସିଦ୍ଧି କରିଥିଲେ, ମୃତ୍ୟୁଞ୍ଜୟ ସିଦ୍ଧି ସାଧନା କରିଥିଲେ କାଳଚକ୍ର ଯୋଗରେ ବିଶେଷ ବଜ୍ରଯାନ ମହାଯୋଗରେ ତାଙ୍କର କେବେ ମୃତ୍ୟୁ ନାହିଁ। ସୂକ୍ଷ୍ମ ଶରୀରରେ ସେ ରହିଛନ୍ତି, ଏବେ ମଧ୍ୟ ଉଦୟଗିରିରେ ପରିଭ୍ରମଣ ବିରଜା କ୍ଷେତ୍ରରେ ପରିଭ୍ରମଣ କରୁଛନ୍ତି ଏବଂ ତାଙ୍କ ଉଦ୍ଦେଶ୍ୟରେ ଆଜି ଆମ ଧର୍ମ ଏଇ ଉଦୟଗିରିରୁ ଯୋଉ ଧର୍ମ ପ୍ରଚାର କରିଥିଲେ ଇନ୍ଦ୍ରଭୂତି ତାଙ୍କ ପୁତ୍ର ପଦ୍ମ ସମ୍ଭବ, ତାହା ତାନ୍ତ୍ରିକ ବୌଦ୍ଧ ଧର୍ମ ବଜ୍ରଯାନ, ତାକୁ ପ୍ରଚାର କରି କୋଉଠି ମାନେ ତିବ୍ବତରେ ଯୋଉ ଲାମା ଧର୍ମ ପ୍ରଚାର କଲେ, ତାହା ଏକ ଆଶ୍ଚର୍ଯ୍ୟ। ତେଣୁ ସେଇଥିପାଇଁ ସେ ଗୌରବର ବାର୍ତ୍ତା ବହନ କରୁଛନ୍ତି। ଆମର ଅସ୍ମିତା ପଦ୍ମ ସମ୍ଭବରେ ଆମ ଓଡ଼ିଶାର ଯାଜପୁରର ଏବଂ ବିଶେଷ କରି ଆମ ନିର୍ଦ୍ଦିଷ୍ଟ ଓଡ଼ିଶା ମାଟିର ଗର୍ବ ଗୌରବ ଅସ୍ମିତା ଏବଂ ସମଗ୍ର ଭାରତବର୍ଷ ହେଉଛନ୍ତି ମାନେ ଭାରତବର୍ଷ ଐତିହ୍ୟ ସଂସ୍କୃତିର ସେ ହେଉଛନ୍ତି ଆମର ମୂଳ ଉତ୍ସ ପିଣ୍ଡ। ଆମର ହଉଛି କ'ଣ, ସେ ହେଉଛନ୍ତି ତାଙ୍କର ଆମ ପରିଚୟ। ଆମ ଭାରତବର୍ଷର ପରିଚୟ ହେଉଛନ୍ତି ପଦ୍ମ ସମ୍ଭବ। ଆମ ବିଶ୍ୱ ବୌଦ୍ଧ ଧର୍ମର ପରିଚୟ ହେଉଛନ୍ତି ପଦ୍ମ ସମ୍ଭବ। ଆମମାନଙ୍କ ପରିଚୟ ହେଉଛନ୍ତି ପଦ୍ମ ସମ୍ଭବ, ଯିଏକି ଆଜି ଅମର ହେଇ ରହିଛନ୍ତି। ତାଙ୍କ ପାଇଁ ତାଙ୍କର ଅମରାତ୍ମାକୁ ସଦ୍ଗତ କରିବା ପାଇଁ ଏବଂ ତାଙ୍କୁ ବଞ୍ଚି ରଖିବା ପାଇଁ ଏଠି ଉଦୟଗିରିରେ ଏକ ଲିଭିଂ ମାନେ ପଦ୍ମ ସମ୍ଭବଙ୍କର ବୌଦ୍ଧ ଟେମ୍ପୁଲ ହବା ଦରକାର। ପଦ୍ମସମ୍ଭବ ମନ୍ଦିର ଏଇଠି ହବା ଦରକାର, ଆବଶ୍ୟକତା ଅଛି। ଉଦୟଗିରି ଯାଜପୁରରେ ହବାର ବିରଜା ନିକଟରେ ଏବଂ ବିଶେଷ କରି ବିଞ୍ଝାରପୁର ନିକଟରେ ଜହରି ଅଛି, ସେଠି ହବା ଦରକାର ଅଛି। ଏ ସମସ୍ତ ଜାଗାରେ ଯାଜପୁର ଅଞ୍ଚଳରେ ବିଶେଷ କରି ଏଇ ସମସ୍ତ ଅଞ୍ଚଳରେ ଉଦୟଗିରି ଠାରେ ଗୋଟେ ଜୀବନ୍ତ ଭାବରେ ଇନ୍ଦ୍ରଭୂତିଙ୍କ ପୁତ୍ର ଏବଂ ବିଶେଷ କରି ପଦ୍ମସମ୍ଭବଙ୍କର ମନ୍ଦିର ହବା ଦରକାର, ଯୋଗ ମନ୍ଦିର ହବା ଦରକାର। ଏଇଠାରେ ସମୟ ଆସି ପୂଜା ଅର୍ଚ୍ଚନା କରିବେ। ସାରା ବିଶ୍ୱରୁ ଆସୁଥିବା ଶ୍ରମଣ ମାନେ ମଙ୍ଖ ମାନେ
ସେମାନେ ଆସି ଏଇଠାରେ ପୂଜା ପୂଜା ଅର୍ଚ୍ଚନା କଲେ ପ୍ରକୃତ ପଦ୍ମପୁର ଆତ୍ମା ସଦ୍ଗତି ହେବ, ଶାନ୍ତି ପାଇବ। ତେଣୁ ଆମେ ନ ଜାଣିକି ପଦ୍ମପୁର ସମ୍ବଲପୁର ପଦ୍ମପୁର କରୁଛେ, ବରଗଡ଼ରେ କରୁଛେ। ଏଇଟା ପ୍ରକୃତ ପୀଠ, ତାଙ୍କ ଜନ୍ମସ୍ଥାନ ହେଉଛି କୋଉଟା କମଳପୁର, ଯାଜପୁର, ଯୋଉଟା ଉଦୟଗିରି। ଏବଂ ସିଦ୍ଧ ପୀଠ ହେଉଛି ସିଦ୍ଧି ଲାଭ କରିଥିଲେ ଉଦୟଗିରି। ତେଣୁ ଉଦୟଗିରି ଆଉ ଯାଜପୁର ଇଏ ତାଙ୍କର ଭୂମି, ଜନ୍ମ ଏବଂ ପ୍ରସାର ସିଦ୍ଧ ଭୂମି। ତେଣୁ ଆମେ ଏଇଠାରେ ତାଙ୍କର ମନ୍ଦିର ପ୍ରତିଷ୍ଠା କରିବା। ଅନ୍ୟ ଜାଗାରେ ହଉଛି ହଉ କିଛି ଓଡ଼ିଶାର ସେ ବରପୁତ୍ର ନା, ଓଡ଼ିଆ ମାଟିର ବରପୁତ୍ର। Pure report, the news today.